ଆଜିର ଭିଡ଼ିଓଟି ସେଇମାନଙ୍କ ପାଇଁ ଯେଉଁମାନଙ୍କର ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ମିଳିନାହିଁ, କିନ୍ତୁ ଆପ୍ଲାଏ ବହୁତ ଦିନରୁ କଲେଣି, କିନ୍ତୁ ଏପର୍ଯ୍ୟନ୍ତ ସୁଭଦ୍ରା ଟଙ୍କା ମିଳିନାହିଁ। ଆଉ କେମିତି ମିଳିବ, କ'ଣ କରିବାକୁ ପଡ଼ିବ, ଚାଲନ୍ତୁ ଏ ଭିଡ଼ିଓରେ ସମ୍ପୂର୍ଣ୍ଣ ଜାଣିବା। ଜୟ ଜଗନ୍ନାଥ, ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଯଦି ଆପଣ ସୁଭଦ୍ରା ଯୋଜନାରେ ଆପ୍ଲାଏ କରୁଛନ୍ତି, ଆପଣ ଏପର୍ଯ୍ୟନ୍ତ ଗୋଟେ ଟଙ୍କା ବି ପାଇନାହାନ୍ତି, ଆଉ ଯେଉଁମାନେ ତ ପାଇଯାଇଛନ୍ତି, ଯେଉଁମାନେ ପାଇନାହାନ୍ତି ତାହେଲେ କ'ଣ କରିବାକୁ ପଡ଼ିବ? ଆପଣ ପ୍ରଥମେ ଆପଣ ଯେଉଁଠି ଆପ୍ଲାଏ କରିଥିଲେ ତାଙ୍କ ପାଖକୁ ଯାଆନ୍ତୁ, ଆଉ ଆପଣଙ୍କର ଯେଉଁ ଷ୍ଟାଟସ୍ ଚେକିଂ କରନ୍ତୁ। ଯଦି ଆପଣଙ୍କର ଭେରିଫିକେସନ୍ର ଅଛି, ଆପଣ କିଛି କରିବାକୁ ପଡ଼ିବନି, ଆପଣଙ୍କୁ 9 ତାରିଖରେ ଟଙ୍କା ମିଳିଯିବ। ଯଦି ଆପଣଙ୍କର ଡକୁମେଣ୍ଟ EKYC ଦେଖାଉଛି, EKYC ହେଇନାହିଁ, ତାହେଲେ ଆପଣ ଆଉ ଜନସେବା କେନ୍ଦ୍ର ନ ରହି ଆପଣ ନିଜର ଯେଉଁ ବ୍ୟାଙ୍କ ଅଛି ସେ ବ୍ୟାଙ୍କକୁ ଯାଆନ୍ତୁ ଏବଂ ଆଧାର ଲିଙ୍କ କରନ୍ତୁ। ଆଧାର ଲିଙ୍କ କଲେ ଆପଣଙ୍କର ସୁଭଦ୍ରା ଯୋଜନାର ପଇସା ଆସିବ। ଆଉ 3 ନମ୍ବରରେ ଅଛି ଆପଣଙ୍କର ଯେଉଁ ଫିଲ୍ଡ ଭେରିଫିକେସନ୍। ଯାହାର ଦେଖାଉଛି, ଆପଣମାନେ ଯେଉଁମାନେ ଚେକିଂ କରିଥିବେ ଫିଲ୍ଡ ଭେରିଫିକେସନ୍ ଦେଖାଉଛି, ସେମାନଙ୍କର ପ୍ରୋବ୍ଲେମ୍ ହେଉଛି ଆପଣଙ୍କର ରେସନ୍ କାର୍ଡ଼ ନାହିଁ। ରେସନ୍ କାର୍ଡ଼ ନଥିଲେ ଆପଣଙ୍କର ସେଇଥିପାଇଁ ଫିଲ୍ଡ ଭେରିଫିକେସନ୍ ଦେଖାଉଛି। ଯେଉଁମାନଙ୍କର ରେସନ୍ କାର୍ଡ଼ ନାହିଁ ସେମାନଙ୍କୁ ବି ଚିନ୍ତିତ ହୁଅନ୍ତୁନି, ସେମାନଙ୍କର ଚେକିଂ ହେଇକି ବା କୌଣସି ଗୋଟେ ଲୋକ ଯାଇକି ଆପଣଙ୍କର ଗାଁ ଗହଳିରେ ଚେକିଂ କରିକି ଆପଣଙ୍କର କ୍ଲିଅର ହେବ। ଆଉ ଯେଉଁମାନେ ଚେକିଂ କରିପାରୁନାହାନ୍ତି କି ଜାଣିପାରୁନାହାନ୍ତି ବା ଜନସେବା କେନ୍ଦ୍ରକୁ ଯାଉଛନ୍ତି, ଜନସେବା କେନ୍ଦ୍ର ମନା କରିଦେଉଛନ୍ତି, ତାହେଲେ ସେମାନେ କ'ଣ କରିବାକୁ ପଡ଼ିବ? ସେମାନେ ଗୋଟେ ନମ୍ବର ଅଛି ସୁଭଦ୍ରାର ହେଲ୍ପଲାଇନ୍ ନମ୍ବର, ଆପଣ 14 678 ଏଇ ନମ୍ବରକୁ କଲ୍ କରନ୍ତୁ। ଏଇ ନମ୍ବରରେ କଲ୍ କଲା ପରେ ଆପଣଙ୍କର ଯେଉଁ ସୁଭଦ୍ରାର ଯେଉଁ ରିସିପ୍ଟଟା ବାହାରିଥିଲା, ରିସିପ୍ଟରେ ଯେଉଁ SU କରିକି ଆପଣ ଯେଉଁ ନମ୍ବର ଅଛି SU, ତାପରେ ଯେଉଁ ସଂଖ୍ୟା ଗୁଡ଼ାକ ଅଛି ସେ ସଂଖ୍ୟାର ସମ୍ପୂର୍ଣ୍ଣ କୁହନ୍ତୁ। ସେମାନେ ଆପଣଙ୍କର ଜିଲ୍ଲା, ବ୍ଲକ, ଭିଲେଜ ସବୁ ପଚାରିବେ, ଆପଣଙ୍କ ନାଁ ପଚାରିବେ, ଆପଣଙ୍କର ଷ୍ଟାଟସ୍ ଚେକିଂ କରିକି ସେମାନେ କହିଦେବେ। ବର୍ତ୍ତମାନ ସୁଦ୍ଧା ଯେଉଁଥିରେ ଆପ୍ଲାଏ ନା ଚେକିଂ ହେଉଥିଲା, ବର୍ତ୍ତମାନ ସେ ଚେକିଂ ବନ୍ଦ ଅଛି, ସେଥିପାଇଁ କୌଣସି ବି ଚେକିଂ ହେଇପାରୁନାହିଁ। ବର୍ତ୍ତମାନ ଚେକିଂ ସାଇଟ୍ ବନ୍ଦ ହେଇଯାଇଛି। ଆପଣ ଗୋଟେ କାମ କରନ୍ତୁ, କଲ୍ କରନ୍ତୁ, ହେଲ୍ପଲାଇନ୍ ନମ୍ବରରେ କଲ୍ କରନ୍ତୁ ଏବଂ ଆପଣଙ୍କର ଷ୍ଟାଟସ୍ ଜାଣନ୍ତୁ। ଯଦି ଆପଣଙ୍କର ଭେରିଫିକେସନ୍ର ଅଛି ତାହେଲେ ଆପଣ ନିଶ୍ଚୟ ପଇସା ପାଇବେ 9 ତାରିଖ। ଆଉ ଯେଉଁମାନଙ୍କର ହେଇନାହିଁ ସେମାନେ ପଛକୁ ପଇସା ପାଇବେ। ଏତିକି ହେଲା, କ୍ଲିଅର ହେଇଗଲେ। ଜୟ ଜଗନ୍ନାଥ।